ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଚକେଇସିଆଣୀରେ 20 ଲକ୍ଷ ଟଙ୍କା ମୂଲ୍ୟର ସୁନା ଗହଣା ଲୁଟ୍ ହେବା ସହିତ 1.5 ଲକ୍ଷ ଟଙ୍କା କ୍ୟାସ୍ ମଧ୍ୟ ଚୋରି କରିଛନ୍ତି ଦୁର୍ବୃତ୍ତମାନେ। ତେଣୁ ଏ ସଂକ୍ରାନ୍ତରେ ଯିଏ ଘର ମାଲିକ ବା ଗୃହସ୍ୱାମୀ ତାଙ୍କୁ ସେ ବିଷୟରେ ଟିକେ ପଚାରିବା ଯେ କେମିତି କ'ଣ ଚୋରି ହେଲା। ଆପଣମାନେ ମୋ ପଛରେ ଦେଖିପାରୁଥିବେ ଯେ ଦୁର୍ବୃତ୍ତମାନେ ଶାବଳ ମାଧ୍ୟମରେ 4ଟି ତାଲା ଭାଙ୍ଗି ଏ ଘର ମଧ୍ୟରେ ପ୍ରବେଶ କରିଥିଲେ। ଆଉ ତାପରେ ତାଙ୍କର ଯେଉଁ ଆଲମାରି ଅଛି ଯେଉଁଥିରେ ସବୁ ଗହଣା ଗାଣ୍ଠି ରହିଥିଲା ବା ଲୁଗାପଟା ରହିଛି ତା ଭିତରେ ଲକରରେ ଥିବା ଗହଣା ଗାଣ୍ଠିକୁ ମଧ୍ୟ ସେମାନେ ଭାଙ୍ଗି ଦେଇଥିଲେ। ଏଠାରେ ଆପଣ ଦେଖିପାରୁଥିବେ କିଭଳି ଭାବରେ ବଳ ପ୍ରୟୋଗ କରି ଶାବଳ ସାହାଯ୍ୟରେ ବା ଗଇଁଠି ସାହାଯ୍ୟରେ ସେମାନେ ଆକୁ ଭାଙ୍ଗିଛନ୍ତି। ତେଣୁ ଏ କମଜୋର ଯେଉଁ ଜାଗାରେ ଥିଲା ୱେଲ୍ଡିଂ ହେଇଥିଲା ସେ ଜାଗାରୁ ସେଇଟା ଛାଡ଼ି ଯାଇଥିଲା ଏବଂ ତା ଭିତରୁ ସେମାନେ ସମସ୍ତ ସୁନା ଗହଣାର ଯେଉଁ ପ୍ୟାକେଟ୍ ଥିଲା ସେଗୁଡ଼ା ସବୁ ବାହାର କରିଥିଲେ। ଏବଂ ଏଠି ଆପଣ ଦେଖିପାରୁଥିବେ ସେ ସୁନା ଗହଣାର ପ୍ୟାକେଟ୍ ଗୁଡ଼ିକୁ ଖୋଲି ଗୋଟା ଗୋଟା କରି ସେମାନେ ସମସ୍ତ ଜିନିଷ ନେଇଯାଇଥିଲେ। ଖାଲି ଏତିକି ନୁହେଁ, ଓରିଏଣ୍ଟ କମ୍ପାନୀର ଯେଉଁ ଘଣ୍ଟା ଅଛି ଏହାର ମୂଲ୍ୟ ପାଖାପାଖି କେତେ ଟଙ୍କା ହେବ? 35,000 ଟଙ୍କାର ଗୋଟେ ଘଣ୍ଟା ମଧ୍ୟ ସେମାନେ ନେଇଯାଇଛନ୍ତି। ତା ସହିତ ଯେତେ ଅଛି ଏଠି ଚେନ୍ର ଇଏ ଦେଖୁଥିବେ ମୁଦି ଏବଂ ଅନ୍ୟାନ୍ୟ ଜିନିଷ ଯାହା ସବୁ ଅଳଙ୍କାର ଥିଲା ସେଗୁଡ଼ା ସବୁ ନେଇଯାଇଛନ୍ତି। 2ଟା ହାର ମଧ୍ୟ ଲୁଟିକି ନେଇଯାଇଛନ୍ତି। ତେଣୁ ଏ ଘଟଣା ଚୋରି ଘଟଣା ବା ଡକାୟତି ଘଟଣା ଘଟିଛି ଚକେଇସିଆଣୀ ଅଞ୍ଚଳରେ। ତେଣୁ ଏଠାରେ ସେ ଘର ମାଲିକ ଯିଏ ସେ ଭାଇ ଆମ ସହିତ ଉପସ୍ଥିତ ଅଛନ୍ତି। ଆପଣ ଦର୍ଶକମାନଙ୍କୁ ଆପଣଙ୍କ ନାଁ କହିବେ? ମୋ ନାଁ ହେଲା ବିଭୁଦତ୍ତ ସାମଲ। ଭାଇ ଓନର ଯିଏ ସେ ବଡ଼ ଭାଇ ସେ ଦେବଦତ୍ତ ସାମଲ, ସେ ପଦା ରୁହନ୍ତି। ଦେବଦତ୍ତ ସାମଲ ଯିଏ ଘରର ବଡ଼ ପୁଅ, ଯିଏ ବଡ଼ ଭାଇ ଯିଏ ଓନର ଯିଏ ସେ ଘରେ ବାହାରେ ରହୁଛନ୍ତି। ତାଙ୍କର ସାନ ଭାଇ ବିଭୁଦତ୍ତ ସାମଲ ଆମ ସହିତ ଉପସ୍ଥିତ ଅଛନ୍ତି। ତେଣୁ ସେ କହିବେ ଏଇଟା କେତେ ଦିନ ତଳର ଘଟଣା, କେବେ ହେଇଥିଲା ଏ ଘଟଣା? 27 ତାରିଖ ରାତିରେ। 27 ତାରିଖ ରାତି। ଆପଣ ପୋଲିସକୁ କେବେ ଏ ସଂକ୍ରାନ୍ତରେ ଜଣେଇଲେ? 28 ତାରିଖ ଦିନ 10ଟାରେ ଆମେ ଯାଇଥିଲୁ, ସେ ଯାଜପୁର ପଳେଇଥିଲି ଭାଇ। ମାନେ ସେ ଏଠି ଆସିବାର ଥିଲା, ପ୍ୟାଣ୍ଟ ସାର୍ଟ ଆଣିନି ଇଏ ଟଣିନି ଆଉ ଭୁବନେଶ୍ୱର ରହିଗଲା ତ କେହି ନାହାନ୍ତି। ସେ ସବୁ ଯାଇଛନ୍ତି ଫ୍ୟାମିଲି, ସେ ଭାଉଜଟା ସବୁ ଯାଇଛନ୍ତି ଏଠିକି ବୁଲିବାକୁ ପାରସନାଥ ଯାଇଛନ୍ତି ବୁଲିବାକୁ ପିକନିକରେ। ସେ ଆସିବେ 31 ତାରିଖରେ ଆସିବେ, ସେ ତ ନାହାନ୍ତି ଘରେ କେହି ନାହାନ୍ତି। ପଳେଇ ଆସିବୁ ନା ମୁଁ ଯାଜପୁର ରୁହେ, ଯାଜପୁର ଆମ ଗାଁଟା ନା। ଏମିତି ଘଟିଛି। ଆଚ୍ଛା, ତେଣୁ ପୋଲିସକୁ ଯେତେବେଳେ ଆପଣ ଜଣେଇଲେ ପୋଲିସ ତୁରନ୍ତ ପଦକ୍ଷେପ ଗ୍ରହଣ କଲେ? ଆଚ୍ଛା, ତେଣୁ ଦେଖନ୍ତୁ ଘରେ ଯେ ଘରର ମାଲିକ ଯେ ବଡ଼ ଭାଇ ଯିଏ ସିଏ ନାହାନ୍ତି ବୋଲି ଚୋରମାନେ ଜାଣିଛନ୍ତି। ଏ ତାଙ୍କର ସାନ ଭାଇ ମଧ୍ୟ ଯିଏ ଯାଜପୁରରେ କାମ କରନ୍ତି, ଯିଏ ଆମକୁ ଏ ପ୍ରସଙ୍ଗରେ କହୁଛନ୍ତି, ସେ ମଧ୍ୟ ଘରେ ନଥିବାର ସେମାନେ ଜାଣିଛନ୍ତି। ତେଣୁ ଗୃହକର୍ତ୍ତା ଯେଉଁମାନେ ସେମାନେ ଯେତେବେଳେ ଘରେ ଅନୁପସ୍ଥିତ ଅଛନ୍ତି, ଯାହା କହୁଥିଲେ ଯେ ତାଙ୍କ ବଡ଼ ଭାଇ ତାଙ୍କ ସ୍ତ୍ରୀ ସମସ୍ତେ ପାରସନାଥ ପାଖକୁ ବୁଲିବାକୁ ଯାଇଛନ୍ତି। ତେଣୁ ଚୋରମାନେ ରିକି କରିଛନ୍ତି, ଏ ଘରର ବିଷୟରେ ଜାଣିଛନ୍ତି ଯେ ଏଠି କିଏ ଉପସ୍ଥିତ ଅଛନ୍ତି କିଏ ନ ଅଛନ୍ତି ଏବଂ ତାପରେ ଯୋଜନାବଦ୍ଧ ଭାବରେ ସେମାନେ ଏ ଘରେ ପଶି ସମସ୍ତ ଆସବାବପତ୍ର ଲୁଟିବା ସହିତ ସମସ୍ତ ଅଳଙ୍କାର ଲୁଟିବା ସହିତ କଳାକନା ବୁଲେଇ ଦେଇଛନ୍ତି। ତେଣୁ ଏ ହେଉଛି ସେଇ ଘର ଭିତର ଦୃଶ୍ୟ ଯେଉଁଠୁ ଆମେ ଆପଣଙ୍କୁ ଦୃଶ୍ୟ ଦେଖାଉଛୁ। ପୋଲିସରେ ମଧ୍ୟ କମ୍ପ୍ଲେନ୍ ହେଇଛି। ପୋଲିସ ଆସି ଯେଉଁ ଗଇଁତିଟିକୁ ବ୍ୟବହାର କରିଥିଲେ ଚୋରମାନେ ସେ ଗଇଁତିଟିକୁ ଜବତ କରି ସେମାନେ ନେଇଛନ୍ତି। ବାକି ଯେଉଁ ତାଲା ଅଛି ସେ ତାଲାକୁ ମଧ୍ୟ ଆମେ ଦେଖେଇଲୁ ଯେ ଏ ତାଲାଗୁଡ଼ିକୁ ସେମାନେ ଗଇଁତି ସାହାଯ୍ୟରେ ବା କୌଣସି ଗୋଟେ ଲିଭର ଭଳି ଜିନିଷ ବ୍ୟବହାର କରିଛନ୍ତି, ଶାବଳ ଭଳି ଗୋଟେ ଜିନିଷ ବ୍ୟବହାର କରି ତାକୁ ଭାଙ୍ଗିଛନ୍ତି। 4ଟି ତାଲାକୁ ସେମାନେ ଭାଙ୍ଗି ଦେଇଛନ୍ତି। ଏଠି ତାଙ୍କର ସେ ଯେଉଁ ଟେବୁଲଟି ଅଛି, ପ୍ଲାଷ୍ଟିକର ଟେବୁଲଟି ଅଛି, ତା ଉପରେ 4ଟି ଯାକ ତାଲା ପଡ଼ିଛି। ଏଠି ଆପଣ ଦେଖନ୍ତୁ ଏ 4ଟି ଯାକ ତାଲାକୁ ସେମାନେ ଭାଙ୍ଗିଛନ୍ତି। ଆଉ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ତାଲାଗୁଡ଼ିକ କେମିତି ଭାଙ୍ଗି ଯାଇଛି ସାଇଡ଼ରୁ, କାରଣ ଖୁବ୍ ବଳ ପ୍ରୟୋଗ କରିଛନ୍ତି ସେମାନେ। ତେଣୁ ଚୋରମାନେ ଆସି ଯେତେବେଳେ ଏଭଳି କାଣ୍ଡ ଏଠାରେ ଘଟାଇଲେ, ଏଠି ଆଖପାଖରେ ଚାରିଆଡ଼େ ଘର ରହିଛି। ଆଙ୍କର ଘରର ବାହାରିଲା ବେଳକୁ ସାମ୍ନାରେ ମଧ୍ୟ ଗୋଟେ ବଡ଼ ବିଲ୍ଡିଂ ରହିଛି। ଆଉ ଯଦି ଆମେ ଦେଖିବା ସାମ୍ନାରେ ଏ ପାଖରେ ତାଙ୍କ ଘର ସାମ୍ନାରେ ରାସ୍ତାର ଅପର ପାର୍ଶ୍ୱରେ ମଧ୍ୟ ଗୋଟେ ବିଲ୍ଡିଂ ରହିଛି, ସେଠି ନୂଆ କାମ ଚାଲିଛି। ସେଠି କିଛି ଲୋକ ସବୁବେଳେ କାମ କରୁଛନ୍ତି। ଆଉ ଏ ପାଖରେ ମଧ୍ୟ ଏଇଟା ଗୋଟେ ବ୍ୟସ୍ତ ରାସ୍ତା, ମାନେ ଜନବହୁଳ ରାସ୍ତାରେ ବହୁତ ଲୋକ ଯିବା ଆସିବା କରନ୍ତି। କିନ୍ତୁ ଏ ଘରେ ଚୋର ପଶିଥିବା ବିଷୟରେ କେହି କିଛି ସୁରାଗ ପାଇଲେ ନାହିଁ। ଆଉ କାରଣ ଚୋରମାନେ ଠିକ୍ ଭାବରେ ତାଙ୍କର ସର୍ଭେ କରିଥିଲେ, ତାଙ୍କର ରିକି କରି ଜାଣିଥିଲେ ଯେ ଘରେ କେହି ରହୁନାହାନ୍ତି, ଖାଲି ପଡ଼ିଛି ଘରଟି। ତେଣୁ ସେମାନେ ତାଙ୍କର ଯେଉଁ ମନ୍ଦ ଉଦ୍ଦେଶ୍ୟ ଥିଲା ତାକୁ କାର୍ଯ୍ୟକାରୀ କରିଛନ୍ତି। ତେଣୁ ଆମେ ଏଠାରେ କିଛି ସ୍ଥାନୀୟ ଲୋକଙ୍କର ମଧ୍ୟ ଆମେ ପ୍ରତିକ୍ରିୟା ଗ୍ରହଣ କରିବା ଯେ ଭୁବନେଶ୍ୱରରେ ଦିନକୁ ଦିନ ଯେଉଁଭଳି ଭାବରେ ଚୋରଙ୍କର ଉତ୍ପାତ ବଢ଼ି ଚାଲିଛି ସେ ସମ୍ପର୍କରେ କିଛି ସ୍ଥାନୀୟ ଲୋକଙ୍କର ମତାମତ ନେବା। ତେଣୁ ଦର୍ଶକ ବନ୍ଧୁ, ଦିନକୁ ଦିନ ଭୁବନେଶ୍ୱରରେ ଏଇଭଳି ଚୋରମାନଙ୍କର ଉତ୍ପାତ ବଢ଼ି ଚାଲିଛି। ସଂଗଠିତ ଭାବରେ ସେମାନେ ଅପରାଧ କରୁଛନ୍ତି, କେବେ ହାଇୱେରେ ଡକାୟତି କରୁଛନ୍ତି ତ କେତେବେଳେ କଲୋନୀ ଭିତରେ ପଶି ଲୁଟ୍ କରୁଛନ୍ତି। ତେଣୁ ଆମେ ଏଇଭଳି ଭାବରେ ଦେଖେଇଥିଲୁ କିଛି ଦିନ ତଳେ ଗୋଟେ ଖବର ପରିବେଷିତ କରିଥିଲୁ ଯେ କିଛି ରେସିଡେନ୍ସିଆଲ ଆପାର୍ଟମେଣ୍ଟରେ ମଧ୍ୟ ଚୋରମାନେ ପଶି କିଭଳି ଭାବରେ ସିରିଜ୍ ଲୁଟ୍ କରିଥିଲେ। 4-5ଟି ଘରୁ ସେମାନେ ଚୋରି କରିଥିଲେ। ତେଣୁ ଦିନରେ କାହାକୁ ବି ଆଜିକାଲି ଭରସା କରାଯାଇପାରିବ ନାହିଁ। ଦିନରେ ଲୁହା ଟିଣ ବେପାର କରୁଥିବା ସାଧାରଣ କବାଡ଼ିବାଲା ମଧ୍ୟ ରାତିରେ ଚୋର ସାଜି ପାରନ୍ତି।
ବସ୍ତି ବାସିନ୍ଦା ବସ୍ତି ବାସିନ୍ଦାରେ ଯେଉଁମାନେ ଅଛନ୍ତି ସେମାନେ ମଧ୍ୟ ରାତିରେ କିଛି ଲୁଟ୍ତରାଜ କରିପାରିଥାନ୍ତି କିମ୍ବା ରାଜ୍ୟର ବିଭିନ୍ନ ସ୍ଥାନରୁ କିଛି ଚୋର ଭୁବନେଶ୍ୱର ଭିତରକୁ ପ୍ରବେଶ କରି ଚୋରି କରିବା ଉଦ୍ଦେଶ୍ୟରେ ଆସିଥାଇପାରନ୍ତି। ତେଣୁ ଯେଉଁଠି ଅଚିହ୍ନା ଲୋକ ଆପଣମାନେ ଦେଖୁଛନ୍ତି ତାଙ୍କ ପ୍ରତି ସତର୍କ ରୁହନ୍ତୁ, ତାଙ୍କର ପରିଚୟ ପଚାରନ୍ତୁ, ଆଉ ଘରେ ନିଶ୍ଚିତ ଭାବରେ CCTV କ୍ୟାମେରାଟିଏ ଲଗାନ୍ତୁ, କାରଣ ଏହାଦ୍ୱାରା ପ୍ରମାଣ ମିଳିବ ଯେ ଚୋରି କିଏ କରିଛନ୍ତି। ତେଣୁ ଆମେ ଏଠାରେ ଯେତେବେଳେ ଆମେ ଦେଖିଲୁ ଯେ ସ୍ଥାନୀୟରେ ଏତେ କୋଟି କୋଟି ଟଙ୍କାର ଘର ଏଠାରେ ତିଆରି କରାଯାଇଛି, କିନ୍ତୁ ସେ ଘରଗୁଡ଼ିକରେ CCTV କ୍ୟାମେରା ନାହିଁ। ଏଇ ଯେଉଁ ଘରୁ ପାଖାପାଖି 20 ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଲୁଟ୍ ହେଇଛି ଏବଂ 1.5 ଲକ୍ଷ ଟଙ୍କା କ୍ୟାସ୍ ଲୁଟ୍ ହେଇଛି, ଏଠାରେ ମଧ୍ୟ CCTV କ୍ୟାମେରା ନାହିଁ। ଯଦି ଏଠାରେ CCTV କ୍ୟାମେରାଟି ଥାନ୍ତା ତାହେଲେ ଏଠାରେ ମଧ୍ୟ ଜଣାପଡ଼ିଥାନ୍ତା ଯେ ଚୋର କେଉଁ ବାଟେ ଆସିଥିଲେ, କେତେ ଜଣ ଚୋର ଥିଲେ, ସେମାନେ କେଉଁଭଳି ଭାବେ ଚୋରି କରିଥିଲେ, ସେ ସମସ୍ତ ତଥ୍ୟ CCTV କ୍ୟାମେରାରେ କହିଦେଇଥାନ୍ତା। ତେଣୁ ଆଜି ଆମେ ଏ ପ୍ରସଙ୍ଗରେ ତାଙ୍କର ଜଣେ ପଡ଼ୋଶୀ ଅଛନ୍ତି, ତାଙ୍କୁ ପଚାରିବା ଯେ ଚୋରି କେମିତି ହେଲା, ସେ କ'ଣ ଜାଣିଛନ୍ତି ଏ ବିଷୟରେ ସେ କହିବେ। ଆଜ୍ଞା, ଏ ଯେଉଁ ଚୋରି ହେଇଛି ତାଙ୍କ ଘରୁ କେମିତି କ'ଣ କେବେ ଜଣାପଡ଼ିଲା ସେ ବିଷୟରେ? ଆମେ ରାତିରେ ଶୋଇଲା ବେଳେ ଗେଟ୍ ତାଲା ଦେନୁ, ଦେଖିଲୁ ତାଙ୍କ ଘରେ ତାଲା ପଡ଼ିଛି। ସକାଳେ 3:55ରେ ମୋ ନିଦ ଭାଙ୍ଗିଗଲା। ମୁଁ ଉଠିକି ଦେଖିଲା ବେଳକୁ ଆମ ଘର ଉଳେଇ ଦେଇକି ବାହାରେ ଉଳେଇତେ ଯିବା ବେଳକୁ ଆମର ଗେଟ୍ଟା ଗ୍ରିଲ୍ଟା ଦିଆଯାଇଛି। ଦେଖିକି ଆରେ ଆମକୁ କିଏ ଗ୍ରିଲ୍ ଦେଲା, ରାତିଟାର କିଏ ଦେଇଗଲା ସେମିତି। ଆମେ କହିଲୁ ଏମିତି କେମିତି ହେଲା, ରାତିଟାର କିଏ ଦେଇଗଲା। ଦିନ ବେଳା ଯେତେବେଳେ ମୁଁ ଟିକେ ଶୋଇଯାଇଥାଏ, ଯଦି ପୁଅ ଯାଏ କି ପୁଅଟା ଦେଇଦିଏ, ମୁଁ କହେ ଆଉ ଟିକେ ଦେଇଯାଅ, ଆଉଜି ଦେଇଯିବ, ସେ ଭୁଲରେ ଦେଇଯାଆନ୍ତି। ରାତିଟାର କିଏ ଆମକୁ ବାহিরে ପଟରୁ ଦେଲା, ଏହା ଯେମିତି କହିଲି ଆରେ କେମିତି ଏଇଟା ଖୋଲାଯିବ ଭାବୁଛି। ଏଠୁ ବାহিরে ପଟରୁ ଆମକୁ ଦେଇଛନ୍ତି। ହଠାତ୍ ଉଠି ପଡ଼ିଲେ, ସେ ବି ଉଠନ୍ତି 4:30 ବେଳେ, ଉଠିଲେ 5ଟା ବେଳେ ମନ୍ଦିର ଯାଆନ୍ତି। ଆମ ପ୍ରଭାତ ବିଲାରେ ଆମର ମନ୍ଦିର ଅଛି, ଯାଆନ୍ତି। ସେ ସେଇଠୁ ଉଠିକି ହାତ ଗୋଳେଇକି ଏଇପଟେ ଖୋଲିଦେଲା ପରେ ଆମେ ସେଇଠୁ ସାଙ୍ଗେ ମୁଣ୍ଡକୁ ଉଠାଇଲା, କ'ଣ କିଛି ହେଇଛି, କିଏ ବାহিরে ଦେଲା। ମନେଲା ତାଙ୍କର ତାଲା ନାହିଁ। ଆମେ ସାଙ୍ଗେ ମାଲିକ ଆଣିକି ଫୋନ୍ କଲା ପରେ ତାପରେ ମାଲିକ ସେଣୁ ଫୋନ୍ କହିଲେ ଭାଇନା ଆମ ଘର ଟିକେ ଦେଖିଲ କ'ଣ ହେଇଛି। କହିଲେ ତମ ଘରେ ଗଡ଼ରେଜ ମେଲା ଅଛି, ଆଉ ଘର ମେଲା ଅଛି। ସେ ସେଇଠୁ କହିଲେ ତାଲାଟା ଦେଇଦିଅ। ଆମେ କହିଲୁ PCRକୁ ଯିମୁ କି ଥାନାକୁ PCR ଡାକେ। ମୁଁ ମନା କଲେ ଥାନାକୁ ଯିମୁ। କହିଲେ ନା, ଯାହା କରିବା କଥା ଆମେ କରିମୁ, ତମେ ଆମ ଘରର ତାଲା ଦେଇଦିଅ। ଆମେ ତାଲା ଦେଇକି ରହିଲୁ। ଭାଇନା 12ଟା 1 ବେଳେ ଥାନା ସାର୍ଙ୍କୁ ଧରିକି ଆସିଲେ। ମୋ ନାଁ ରୁକ୍ମଣୀ ପାଢ଼ୀ। କହୁଥିଲେ ତାଙ୍କର 7 ବର୍ଷ ହେଲାଣି। 7 ବର୍ଷ ଧରି ଏଠାରେ ରହୁଥିବା ଜଣେ ମହିଳା ସେ କହୁଥିଲେ ଯେ ଚୋରମାନେ କିଭଳି ଭାବରେ କେତେ ଚାଲାକିରେ ତାଙ୍କୁ ବାହାର ପଟୁ ବନ୍ଦ କରି ସେପାରେ ତାଙ୍କର ଚୋରି କାର୍ଯ୍ୟ ଜାରି ରଖିଥିଲେ। ଏବଂ ଯେତେବେଳେ ସେମାନେ ସେ ଘଟଣାର ବିଷୟରେ ଜାଣିଲେ, ସେତେବେଳେ ଘର ଗୃହ ମାଲିକଙ୍କୁ ଏ ବିଷୟରେ ସୂଚନା ଦେଇଥିଲେ ଏବଂ ତାପରେ ସେ ତାଙ୍କ ବିଷୟରେ ଜଣାଇଥିଲେ ଯେ କିଭଳି ଭାବରେ ଚୋରି ହେଇଛି, କିଭଳି ଭାବରେ ତାଲା ଭଙ୍ଗାଯାଇଛି। ତେଣୁ ଏ ଥିଲା ଏଠାରେ ଯେଉଁ ଚାଞ୍ଚଲ୍ୟକର ଢଙ୍ଗରେ ଯେଉଁଭଳି ଭାବରେ ଚୋରି କରାଯାଇଛି ତାର ବିଶଦ କଥା। ତେଣୁ ଏଇଭଳି ଚାଞ୍ଚଲ୍ୟକର ଭାବରେ ଚୋରମାନେ ସଂଗଠିତ ଉପାୟରେ ମୋ ପଛରେ ଥିବା ଏ ଯେଉଁ ଘର ଦେଖୁଛନ୍ତି ଚକେଇ ଶ୍ରେଣୀରେ, ସେଠାରେ ପ୍ରବେଶ କରି 20 ଲକ୍ଷ ଟଙ୍କା, ଯାହାକି ଗୃହକର୍ତ୍ତା ଦାବି କରୁଛନ୍ତି ଯେ 20 ଲକ୍ଷ ଟଙ୍କା ମୂଲ୍ୟର ସୁନା ଗହଣା ଲୁଟ୍ କରିବା ସହିତ ସେମାନେ ପାଖାପାଖି ତାଙ୍କର ଯେଉଁ ଆଲମାରିରେ ଥିଲା 1.5 ଲକ୍ଷ ଟଙ୍କା ତାକୁ ମଧ୍ୟ ଲୁଟ୍ କରିଛନ୍ତି। କିନ୍ତୁ ବଡ଼ ଦୁଃଖର ବିଷୟ ଯେ ବର୍ତ୍ତମାନ ସୁଦ୍ଧା ଅପରାଧୀମାନେ ଯେଉଁମାନେ ଏଠୁ ଚୋରି କରିଥିଲେ ସେମାନଙ୍କୁ ପୋଲିସ ଧରିନାହିଁ। ତେବେ ତଦନ୍ତ ଜାରି ରହିଛି। ବିଜୟ କୁମାର ଦାସ, ସୂଚନା TV 24x7, ଚକେଇ ଶ୍ରେଣୀ, ଭୁବନେଶ୍ୱର।